विंशोऽध्याय श्रीभगवानुवाच कहन्ति प्रभु भगवान शुण हे भक्त प्रधान उत्पत्ति स्थिति तत्व ज्ञान जे अनुमान विचक्षण विमल मति स्थिर वाणी जगत माया मात्र जानी से ज्ञान देई मो चरणे भावे खटिबे भृत्यपणे मते भजन्ति ज्ञानी जन मु तांक इष्ट प्रिय धन जे मते ज्ञान बंधे धरे से सर्व काम परिहरे तीर्थ गमन जप दान यज्ञ देवताराधन एकोटी कोटि व्रत धर्म ए आदि जेते पुण्य कर्म नाना प्रकारे तप करी ज्ञान कला को नुहे सरी उद्धव बुझी एहा मने तू मते भज तत्व ज्ञाने मते भजिण खंड भ्रम एबे तू छाड़ सर्वधर्म पूर्वे अशेष मुनि गणे ज्ञाने से बिले मो चरणे संशय छाड़ी शुद्ध मने गमिले वैकुंठ भुवने उद्धव देख ए संसार स्वभावे त्रिविध प्रकार ए सर्व माया नाना मते आश्रे जे करे तू सचिते ए माया प्रलय न थाई पूर्वे ता केही न जानई मध्य बिलसे नाना रूपे जुगे मोहिनी माया कल्पे एणु ए आदि मध्य अंत केवल माया मात्र सत्य उद्धव कृष्ण मुख शुणी ज्ञान महिमा परिमाणी ज्ञान वैराग्य कर्म जेते पुछिला कृष्ण पाद गते उद्धव उवाच हे विश्वेश्वर नारायण अनादि पुरुष पुराण तू विश्वरूपी विश्वदेह भक्त लक्षण मते कह विशुद्ध विज्ञान कारण जहा वांछन्ति मुनिगण घोर संसारे माया भ्रमे मुझे तृषित पथ श्रमे तोहर कथामृत मते पान कराव श्रुति पथे तपाद पद्म छत्र प्राये शीतल मधुधारा बहे से पाद पद्मे मोर आशा भवाब्दी तरणे भरसा एकाल सर्पम शरीरे कूपे दंशई निरंतरे मुमूढ़ निज पथ हुड़ी भ्रमई अंधकूपे पड़ी तू नाथ शरण सुधर एकूपु कृपारे उद्धर तर वचन सुधाधारे बरसा करम शरीरे हेमंत भक्त वाक्य शुणी हसी कहन्ति चक्रपाणी श्री भगवान उवाच शुण भक्त सामरथा जे पूर्वे इतिहास कथा कुरु पांडव युद्ध अन्ते एकथा भीष्मक ग्रते पांडुकु मर युधिष्ठिर धर्मे जे जिणिला समर ज्ञाति बांधव कुल क्षये व्याकुल संशय हृदये पुछिले मोर विद्यमाने जे प्रश्न भीष्म सन्निधाने से मुख्य धर्मे जहा कही श्रवणे शुणिअछि मुहि एबे तू सावधाने शुण वैराग्य मुक्ति लक्षण
ଭୀଷ୍ମ ବଦନୁ ଅଛି ଶୁଣି ଶୁଣ କହିବା ପରିମାଣି ଜଗତ କାରଣ ପ୍ରଶସ୍ତେ ଶାସ୍ତ୍ର କହନ୍ତି ନାନା ମତେ ଯେ ତତ୍ତ୍ୱ ସର୍ବ ଏକ ମତେ ବିଚାରି ଜାଣିବା ସାକ୍ଷାତେ ତତ୍ତ୍ୱ ଜ୍ଞାନ ମୋର ମତ ତବିନୁ କିଛି ନୁହେଁ ସତ୍ୟ ଯେ ତତ୍ତ୍ୱ ଜ୍ଞାନ ପୁରାତନ ଜଗତ ଉତ୍ପତ୍ତି କାରଣ ଜନ୍ମ ମରଣ ଏ ଜଗତେ ଦୁଃଖ ସନ୍ତାପ ଆଦି ଯେତେ ଆଦ୍ୟନ୍ତ ମଧ୍ୟ ପରମାଣ ଏ ସର୍ବ ମିଥ୍ୟା ବୋଲି ଜାଣ ଯାହାକୁ ଆଦି ଅନ୍ତ ମଧ୍ୟେ ବିନାଶ ନ ଦେଖି ପ୍ରମାଦେ ସେ ସତ୍ୟ ଜ୍ଞାନ ତତ୍ତ୍ୱ ଜାଣି ଅଧିକ ମିଥ୍ୟା ପରିମାଣି ନୟନେ ଦେଖି ଶୁଣି କର୍ଣ୍ଣେ ଯେ ଅବା କରି ଅନୁମାନେ ବିକଳ୍ପ ସଂକଳ୍ପ କାରଣ ବିଚାରେ ନୁହେଁ ଏ ପ୍ରମାଣ କର୍ମର ଫଳ ଏ ଜଗତ କର୍ମ ସରିଲେ ହୁଏ ହତ ସ୍ଥାବରୁ ବ୍ରହ୍ମଲୋକ ଯାଏ କର୍ମ ସରିଲେ ହୁଅନ୍ତି କ୍ଷୟେ ପ୍ରଥମେ କହିଲି ମୁଁ ତତେ ଭକ୍ତି ଯୁଗ ମହିମା ଯେତେ ଯେ ଭକ୍ତି ମୁକ୍ତିର କାରଣ ଏବେ କହିବା ବୀର ଶୁଣ ମୋହର କଥାମୃତ ବାଣୀ ଯେ ଶ୍ରଦ୍ଧା ଚିତ୍ତେ ନିତ୍ୟ ଶୁଣି ବଦନେ କରଇ କୀର୍ତ୍ତନ ସୁସ୍ୱରେ ଗାଏ ଅନୁକ୍ଷଣ ମୋର ପୂଜାରେ ଏକମତି ଆଦରେ କରେ ନାନା ସ୍ତୁତି ମୋର ବ୍ୟାପାରେ ତତ୍ପର ସାଷ୍ଟାଙ୍ଗେ କରେ ନମସ୍କାର ଉଦ୍ଧବ ଯେ ମୋର ଭକତ ଅଧିକେ ପୂଜା କର୍ମେ ରତ ମତେ ଦେଖିବ ସର୍ବଭୂତେ ନିରତେ ଥିବ ପ୍ରାଣୀ ହିତେ ମୋର କାରଣେ କର୍ମ ଯେତେ ଆଦରେ କରୁଥିବ ନିତ୍ୟ ମୋର ମହିମା ଯେତେ ଗୁଣ କୀର୍ତ୍ତନ କରୁଥିବ ପୁଣ ଅଧିକ କର୍ମ କରେ ଯେତେ ଅନ୍ତରେ ସମର୍ପିବ ମତେ ଆଶା ନ କରି କର୍ମ ଫଳେ ଶରଣ ମୋ ପାଦ କମଳେ କର୍ମେ ମିଳିବ ଯେତେ ଭୋଗ ମୋ ପ୍ରୀତି ଅର୍ଥେ ପରିତ୍ୟାଗ ମୋ କାର୍ଯ୍ୟ ଅର୍ଥେ କରି ପୁଣ ଯେ ଅବା ଯଜ୍ଞ ତପୁଦାନ ଅର୍ପଣ କରି ସର୍ବମତେ ବ୍ରହ୍ମ ଆନନ୍ଦମୟ ଚିତ୍ତେ ଦେହ ଜୀବନ ଦେଇ ମତେ ବନ୍ଦିବ ମୋର ପାଦ ଗତେ ଏ ସର୍ବ ଭକତି ଉପାଏ ଯେ ଅବା ସାଧେ ନିଜ ଦେହେ ତାର ଭକତି ମୋର ପାଦେ ନିଶ୍ଚୟ ହୁଏ ଅପ୍ରମାଦେ ତାର ସାଧନ ସିଦ୍ଧ ଯେତେ ମତ ହିଁ ଅଛି ଆନ କେତେ ଯେ ପ୍ରାଣୀ ମହର ଚରଣେ ଦଣ୍ଡେ ନିମିଷେ ଅବା କ୍ଷଣେ ମନ ନିଶ୍ଚଳ କରି ଯେବେ ଜ୍ଞାନ ବୈରାଗ୍ୟ ଲଭେ ତେବେ ମୋ ପାଦ ଭକ୍ତି ଉପାଦାନେ ଦେଖଇ ଆତ୍ମା ତତ୍ତ୍ୱ ଜ୍ଞାନେ ହୃଦରେ ଭକତି ଉଦୟେ ବୈରାଗ୍ୟ ଦେଖଇ ବିଷये ଅଣିମା ଆଦି ଅଷ୍ଟନିଧି ନିକଟେ ଥାନ୍ତି ନିରବଧି ଉଦ୍ଧବ ଉବାଚ ଏମନ୍ତେ କୃଷ୍ଣ ବାକ୍ୟ ଶୁଣି ଉଦ୍ଧବ ଯୁଡ଼େ ବେନି ପାଣି ବଲଇ କୃଷ୍ଣ ମୁଖ ଚାହିଁ ବୋନାଥ ଶୁଣ ଭାବଗ୍ରାହୀ ତହର ଭୟ ଚରଣେ ମୁହିଁ ପୁଛଇ ଦାସ ପଣେ ଯମ ନିୟମ ସମଦମ ଯେତେ ପ୍ରକାରେ ଯଥାକ୍ରମ ତିତିକ୍ଷା ଧୃତି ତପୁଦାନ କହ ହେ ପ୍ରଭୁ ଭଗବାନ
ଶୌଚେରତ ସତ୍ୟ ତ୍ୟାଗ ଧନ ଦକ୍ଷିଣା ଯଜ୍ଞ ଭାଗ କି ରୂପେ ବିଦ୍ୟା ଲଜ୍ଜା ସିରି କି ସୁଖ ଦୁଃଖ ଲାଭ କରି କେ ସାଧୁ ମାର୍ଗ କେ କୁପଥ କେ ମୂର୍ଖ କେ ଅବା ପଣ୍ଡିତ କାହାକୁ ବୋଲି ସ୍ୱର୍ଗ ଲୋକ କିଏ ବା ଅଟଇ ନରକ ଧନାଢ୍ୟ ଜାଣିବା କେମନ୍ତେ ଦୁଃଖୀ ଦରିଦ୍ର ଅବା କେତେ କାହାକୁ ବୋଲି ବନ୍ଧୁ ଘର କେ ଅବା କୃପଣ ଈଶ୍ୱର ଏ ଆଦି ପଚାରଇ ତତେ ଭୋନାଥ କହ ଦୟା ଚିତ୍ତେ ମଚିତ ସଂଶୟ ପ୍ରମାଣୁ ଏ ପ୍ରଶ୍ନ ପଚାରିଲି ତେଣୁ ଯେ ଅବା ଘଟେ ଯେଉଁ ମତେ ଭୂନାଥ କହ ଯଥୁଚିତେ ପୁରୁଷ ସିଂହ ଚକ୍ର ପାଣି ଏମନ୍ତେ ଭୃତ୍ୟ ମୁଖୁ ଶୁଣି ଚିତ୍ତେ ସକଳ ଅବଧାରୀ କହନ୍ତି ପ୍ରଭୁ ଦଇତ୍ୟାରି। ଶ୍ରୀ ଭଗବାନ ଉବାଚ ଶୁଣ ଉଦ୍ଧବ ଏକ ଚିତ୍ତେ ଯେ ପ୍ରଶ୍ନ ପଚାରିଲୁ ମତେ ବଚନ ମତେ ସତ୍ୟବାଣୀ ନିର୍ଲୋଭ ପରଧନ ଜାଣି ଲଜ୍ଜା ସକଳ ସଙ୍ଗ ତ୍ୟାଗ ଧନ ସଞ୍ଚୟନେ ବୈରାଗ୍ୟ ମୌନ ବ୍ରହ୍ମଚର୍ଯ୍ୟ ଗୁଣ ଧୈର୍ଯ୍ୟ ଆସ୍ତିକ କାରଣ ଜୀବ ଅହିଂସା ଭୟ କ୍ଷମା ଯମ ଦ୍ୱାଦଶ ଏ ମହିମା ଶୌଚ ଜପ ତପ ଦାନ ଆନନ୍ଦେ ମହର ଅର୍ଚ୍ଚନ ଆଚାର୍ଯ୍ୟ ସେବା ତୀର୍ଥ ଗତି ଶ୍ରଦ୍ଧାରେ ପୂଜିବ ଅତିଥି ସକଳ ଚେଷ୍ଟା ପରହିତେ ସୃଷ୍ଟି ଅବଲମ୍ବନ ଚିତ୍ତେ ନିୟମ ଦ୍ୱାଦଶ ଏ ଜାଣ ଏଣେ ଜୀବର ପରିତ୍ରାଣ ମଦେହେ ଥିବ ବୁଦ୍ଧି ମନ ଇନ୍ଦ୍ରିୟ ସଂଯମଟି ଦମ ଜିହ୍ୱା ଉପସ୍ଥ ବୋଧ ଧୃତି ତିତିକ୍ଷା ସର୍ବ ଦୁଃଖ ଶାନ୍ତି ପରକୁ ଦଣ୍ଡ ତ୍ୟାଗ ଦାନ ତପୋବର୍ଜନ ସଙ୍ଗ କାମ ନିଜ ସ୍ୱଭାବ ଯେବେ ଜିଣି ଶୌର୍ଯ୍ୟ ବୋଲି ତାକୁ ଭଣି ସମାନ ଦୃଷ୍ଟି ସର୍ବଭୂତେ ଯେ ସତ୍ୟ ପଥ ମୋର ମତେ ସକଳ କର୍ମ ଫଳ ତ୍ୟାଗ ଶୌଚ ଲକ୍ଷଣ ସ୍ୱଭାବ ସଂସାରେ ସନ୍ନ୍ୟାସ ଲକ୍ଷଣ ଉତ୍ତମ ତ୍ୟାଗ ଏହା ଜାଣ ଧନାଢ୍ୟ ବୋଲି ଏ ଶୟଳେ ଯେ ନିତ୍ୟ ଇଷ୍ଟ ଧର୍ମ ପାଳେ ଦକ୍ଷିଣା ଜ୍ଞାନ ଉପଦେଶ ମୁଁ ଯଜ୍ଞ ରୂପେ ହୃଷିକେଶ ସୁଦୃଢ଼େ ପରମ ଧାରଣ ପରାତ୍ମା ଯୁଗେ ଲକ୍ଷଣ ଭାଗ୍ୟ ଯେ ଈଶ୍ୱରତା ଭୋଗ ମୋର ଭକତି ବଡ଼ ଲାଭ ପ୍ରାଣୀ ବିଷୟ ଭେଦ ବୃଦ୍ଧି ନ କରେ ସେ ବିଦ୍ୟା ପ୍ରସିଦ୍ଧି ନିନ୍ଦିତ କର୍ମେ ଯେ ଡରଇ ଉଦ୍ଧବ ଜାଣ ଲଜ୍ଜା ସେହି ସକଳ ଭାବେ ଅନପେକ୍ଷ ଈଶ୍ୱର ଭାବଟି ପ୍ରତ୍ୟକ୍ଷ ସମେ ଯେ ଦୁଃଖ ସୁଖ ମଣି ସେ ମହା ସୁଖୀ ନିତ୍ୟ ଭଣି ନିରତେ କାମ ଭୋଗ ସୁଖ ତାହାକୁ ବୋଲି ମହା ଦୁଃଖ ଯେ ଆତ୍ମା ବଧ ମୁଖ ଜାଣେ ସେ ପ୍ରାଣୀ ପଣ୍ଡିତ ବଖାଣେ ଦେହକୁ ବୋଲି ବନ୍ଧୁ ଘର ଏଣେ ଯେ କରେ ଅହଙ୍କାର ତାହାକୁ ମୂର୍ଖ ବୋଲି ଜାଣି
हसी कहती चक्रपाणी मते भजई जे मन्ते उत्तम पथ ए जगते तेणे चंचल जार चित्त उद्धव सेहि से कुपथ जार हृदरे तम गुण से प्राणी नरक लक्षण प्राणी परम बुद्धि मोहि गुरुंक प्राय हित कही उद्धव उत्तम ए गर अटे मनुष्य कलेवर म सर्व गुणे जार मन तार समीप सर्वधर्म म भावे चित्त जार नाही संसारे दरिद्रटी सेहि अर्जित इंद्रिय जाहार संसारे कृपण से नर त्रिगुणे संग जार नाही उद्धव ईश्वरटी सेहि जे प्रश्न कलु वीर तुही कहिली शुण मन देई अधिक विशेष वर्णन प्रस्तावे नाही प्रयोजन सकल भावे गुण दोष एणु ए जगत शेष बलई विप्र जगन्नाथ श्री एकादशे भागवत उद्धव पूछिले जे मंत अच्युत कहिले ते मंत इति श्रीमद्भागवते महापुराणे पारमहंस्यां संहितायां वार्षिक्यां एकादश स्कन्धे श्रीकृष्ण उद्धव संवादे ज्ञान भक्तियुग कथनं नाम 20 अध्याय।